প্রাণনাথ মোহে জীবে সতী হইতিবে চন্দ্র সূর্য আতজাঙ্গে মোর ভগত কেবে মিথ্যা ন হইরে মোহর ভগত কেবে মিথ্যা ন হইব কহিলি মু সত্য কেবে অন্য ন পাইব মতে ঘৌড়াই দেল চন্ডালুণী বলি দিনে দুই ভাই অন্য নেব পুণি ধরে লভিয়ে হি দশা তুমি 12 গোটি বর্ষ তোড় তুম্ভ হংসান পাইব অন্ন বস্ত্র যেবে পরশিব অন্ন মোহি চন্ডালুণী ভগত রঞ্জন অন্ন করিব ভোজনে মহালক্ষ্মী হি মতে সাপ দেই গলে গীতে দূর দিলে দুয়ারু সে দেউলে দেখি বিমুখ দেবীঙ্গ দাসী ধাইলে অনুসরে পিছা ধরে মাতাঙ্গর গলে দেবী অনান্দে পশব দাসীঙ্কু দেখিলে প্রবোধি শশুয়ে মাতা বচন বইলে হই নিরিমাকে দুঃখে যাও আসি মই ମୋ ସଙ୍ଗେ ତୁମେ କି ପାଇଁ ଆସୁଛ ଗୋଡ଼ାଏ ଏମନ୍ତ ଭାବିଲେ ଯିବେ ପିତା ଘର ଯିବ ସେହିଠାରେ 4 ଦିନ ରହି ନ ପାରିବ ପିତା ଘରେ ପ୍ରଭୁ ବୋଲେ ଜଗବନ୍ଧୁ ପରା ସମର୍ପିବେ ପିତା ମୋର ହୋଇଣ ଆତୁରା ହେବ ସିନା ଅଭିଶାପ ହେବ କାରଣ ନହିବେ କେବେ ଦରିଦ୍ର ପ୍ରଭୁ ନାରାୟଣ ବିଶ୍ୱକର୍ମାଙ୍କୁ ସ୍ମରିଲେ ଏତେ କହି ମାତା ତାଙ୍କୁ କହି ଘର ତଳା କରିଲେ ଯେ ଚିନ୍ତା ବିଶ୍ୱକର୍ମା ଥିଲେ ପୁଣି ବୈକୁଣ୍ଠପୁରରେ ଛାମୁରେ ଆସି ସ୍ମରିବା ମାତ୍ରକେ ମିଳିଲେ ତ୍ରିଭୁବନ ଠାକୁରାଣୀ ଆଜ୍ଞା ଯେ କରନ୍ତୁ ଅନାଇ ବିଶ୍ୱକର୍ମା ଯେ କହିଲେ ଉଗଦ ଚାଣ୍ଡାଲୁଣୀ ବୋଲି ଘରୁ ତଳି ଦେଲେ ଘରୁ କୁଡ଼ିଆ ଖଣ୍ଡେ ତୋଳିବ ତୁମ୍ଭରେ ଦୟାର ଆଦେଶ ପାଇଁ ମାତାଙ୍କ ବିଶ୍ୱକର୍ମା ଗଲେ ଆୟତନ 3 କୋଶ ଉଆସ ଗଢ଼ିଲେ ଆମର ପୁଣି ହୀରା ମାଣିକ୍ୟରେ ଲାଗି ଅସଂଖ୍ୟ ମୁକୁତା ପ୍ରତ୍ୟେକ ଗଣ୍ଡିରେ ରତ୍ନେ ଲାଗି ଜଗଜିତା ସ୍ତମ୍ଭ ପ୍ରବାଳରେ ସନ୍ତୁଷ୍ଟ ହୋଇଲେ ପୁରରୁ ଦେଖି ଗମଳିଲେ ପ୍ରଶଂସା ବିଶ୍ୱକର୍ମା ବୈକୁଣ୍ଠପୁରକୁ ହରେ ଅଷ୍ଟବେତାଳ ହରାଇଲେ ମାତା ଯେ ପାଶକୁ ଯାଇ ପ୍ରଭୁ ପାକଶାଳୀ ପ୍ରଥମେ ପଶିବ 60 କୋଟି ଭୋଗ ଆନନ୍ଦେ ଭଞ୍ଜିବ 13 ପୌନି ବ୍ୟଞ୍ଜନ ସମ୍ଭବ କରିବ କାଞ୍ଜି ତିନ୍ଦରାଇ ମଧୁ ରୁଚି ଶାଗମୁଗ ଆମ୍ବିଳ ମିଶାଇ ଖଣ୍ଡ ସାଗର ସହିତ ଆନନ୍ଦେ କରିବ ଭକ୍ଷ ମନ ଯେତେ ଆରେ ଭାଙ୍ଗି ଗଜାରି ନ ଧରି ହାଣ୍ଡି ମାନଙ୍କରେ ଶୀଘ୍ର ପ୍ରବେଶ କରିବ ଭଣ୍ଡାରର ଘରେ ବହି ନ ଆଣିବ 52 ଗୋଟି ଯେ ଭଣ୍ଡାର ଛାଡ଼ି ନ ଆସିବ ସେ କୋଡ଼ିଏ ଜାଣ ବହି ଆଣି ମୋତେ ଦେବ ପଦାର୍ଥ ସକଳକୁ ଛନ୍ଦି ମାତାକୁ କର ଯୋଡ଼ି ଯିବେ ତାଳ ସମସ୍ତ ସେଠାକୁ ବହି ଆଣିବା କେ ମନ୍ଦ ଉଜାଗର ଥିବେ ମହାପ୍ରଭୁ ଜଗନ୍ନାଥ ହରେ ଏମନ୍ତ କହିଣୁ ମାତା ମୁଖକୁ ଚାହିଁଲେ ବିପ୍ର ବୈଷ୍ଣବ ବିପିନୁ ଗୀତରେ ଗାଇଲେ ଏମନ୍ତ ବେତାଳ ମୁଖୁ ଶୁଣି ଠାକୁରାଣୀ ପାଶେରାଇଲେ ଯେ ନିଦ୍ରାବତୀଙ୍କୁ ସେ ପୁଣି ନିଦ୍ରାବତୀ ବେଗ ହୋଇ ତକ୍ଷଣେ ଆସିଲେ ଲକ୍ଷ୍ମୀ ଆଦେଶିଲେ ତାଙ୍କୁ ବୋଲ କର ବୋଲେ କଲା କାନ ବୈସି ଧାରି ମୋର ନୀଳ ରତନ ଧନରେ ମୋ ନୀଳ ରତନ ତୁର ବିନା ଧନରେ ମୋର ନେଇ ବୁଝି তোর বিনা ধনরে মোর নেই বুঝি মন যাই নিদ্রা তু ঘারিবু রাম কৃষ্ণঙ্কর তুই ঘড়ি যাই নিদ্রা হেব কালি বেল নিদ্রাবতী আজ্ঞা মতে কহ চালি গলে রামকৃষ্ণଙ୍କୁ আছন্ন নিদ্রারে করিলে ঝুরুছে যমুনার কুল ঝুরুছে কদমর মূল ঝুরুছে যমুনার কুল ঝুরুছে কদমর মূল তোর বিনা ছিনা লাগে এ কুঞ্জ বন তোর বিনা ধন মারে মোর নেই বুঝি মন তোর বিনা ধন মারে মোর নেই বুঝি মন বেতাଳ ସୁଯୋଗ ପାଇ ପାକଶାଳୀ ବସି ପଛିଣ ଖାଇଲେ ମନ ହିରୁ ସବୁ କିଛି
କୋଜାଡ଼ନ୍ତି ସବୁ ହାଣ୍ଡି ଗୁଡ଼ା ବନେଇଣ ମିଳନ୍ତି ତହୁଁ ଭଣ୍ଡାର ଘରକୁ ଯାଇଣ ରହିଥିଲା ତହିଁତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ଆଣିଲେ 52 କୋଟି ଭଣ୍ଡାରକୁ ବୋଇ ଅଷ୍ଟ ବେଦାଳେ ଯେ ତହିଁ ରହି ରାତି ସାରା ଆଣିଲେ ସକଳ ସଞ୍ଜୁଣି କରି ପୁଣି କୁଳା ବୋଇଲେ ଯେ ଲକ୍ଷ୍ମୀ ତହୁଁ ସନ୍ତୋଷ ହୋଇଣ କରିଳ ବେତାଳ କାର୍ଯ୍ୟ ସନ୍ତୋଷଟି ଜାଣ ମହାଲକ୍ଷ୍ମୀରେ ଦୋଷ ସକଳ ପାଇଲେ ବେତାଳଙ୍କୁ ବର ଦେଇ ପରିଦୋଷ ଗଲେ ମୋ କହିବା ଶୁଣନ୍ତି ଅଷ୍ଟ ଯେ ବେତାଳ ଶୁଖିଯାଇ ଘେନ ସ୍ଥାନ ବୈକୁଣ୍ଠପୁର ବେତାଳ ଚଳିଲେ ଘରେ ମାତା ଆଜ୍ଞା ପାଇ ଉପନୀତ ହେଲେ ବୈକୁଣ୍ଠପୁରେ ଯାଇ ଠାକୁରାଣୀ ବିଚାରନ୍ତି ଥୁଅନ୍ତି ମନେ ବୀଣା ପାଣିଙ୍କୁ ସ୍ମରଣ ପାଖକୁ ଡାକିଲେ ଲକ୍ଷ୍ମୀ ଯେ ବୋଇଲେ ବୀଣା ପାଣି ଆଗମନ ତୁମ୍ଭି ଯାଏ ପ୍ରତି ଦେଶ ଘର ଯେ ବୁଲେଣ ପ୍ରତି ଦ୍ୱାରେ ସେ ଘରେ ଯାଇଣ ବୁଲିବେ ସକଳ କଣ୍ଠରେ ଯାଇ ବିଜେ କରିଦେବେ ତାଙ୍କୁ ଯେନ ଅନ୍ନ ପାଣି ନ ଦେବେ କହିକି ସେ ପାଇଲେ ଦୁଃଖ ଯଦି ସମରିବେ ସେ କାଳରାତ୍ରି ସେହିଦିନ ସୁଖୀ ପାଇଗଲା ଯେଉଁ ଦୁଇ ଭାଇଙ୍କର ନିଦ୍ରା ଯେ ତୁଟିଲା ଶୁଣୁଛନ୍ତି ମାହେଶ୍ୱରୀ ଶିବ ଯିଏ ବୋଲନ୍ତି ଏଥୁଅନ୍ତେ ଯାହା ହେଲା ଶୁଣ ପ୍ରିୟ ସତୀ କହୁଛନ୍ତି ବଳରାମ ଶୁଣରେ କହ୍ନାଇ ଆଜି ଗହଳ ଜହଳ କିଛି ଶୁଭୁ ନାହିଁ ପରିଛାଏ କାହାନ୍ତି ଯେ ଦାସୀ ଗଲେ ଗାଏ ପଖାଳିବା ମୁଖ ଢାଳ ଜଳ ଦିଶୁ ନାହିଁ ବୁଦ୍ଧି କି ହେଲା କି ବୋଲ କହ୍ନାଇ କରିବା ହରି କହି ଅନୁମାନ କଷ୍ଟଟି ଭୋଗିବା ଦେଖ ଚାଲି ଯାନ୍ତେ ଲକ୍ଷ୍ମୀ ଘଟିଲା ଏପରି ଗୋରାଇଣ ଗଲେ ତାଙ୍କ ଦାସୀ ପରିଚାରି জয় রাম আহে জয় রাম হে নব দুর্বাদল ঘন শ্যাম হে ছাড় ভার্যা গুণ হো ক্রোধে বড় রাম আগে মোর বার বার পরি নব খাণ এবে রুষি চালি যায় ভারি যা কাহার ভাত রান্ধিণ ন খায় গৃহস্থ তাহার জয় রাম আহে জয় রাম হে নব দুর্বাদল ঘন শ্যাম হে শিহরি পচিছন্তি যে কিস পাইল কি ধন পাইল কি বড় রহিলা বলরাম যে কুহন্তি বঢ়াইণ দিলে তাহা জগন্নাথ হস্তে মুরগি হইলে তো জগন্নাথ গীতে ইবে কি পিতଳ পিতଳ ভাই কাহু যে পাইব পুনি তাକୁ ସାତ ବନ୍ଧି ଦେଇ ରଖିଥିଲ ବଳରାମ କହନ୍ତି ଯେ କଥା କାହା ହୋଇ ଭେଙ୍ଗି ପିତଳ ସାମର୍ଥ ସୁବର୍ଣ୍ଣ ବୋଲଇ ହୋଇଗଲେ ଦୁଇ ଭାଇ ତହୁଁ ଯେ ନିରାଶେ ଜଗନ୍ନାଥ ବଳରାମ ଯାଆନ୍ତି ବିରସେ କ୍ଷୋଧା ଲାଗିଲା ହେ ଜଗନ୍ନାଥ ମୋତେ ସେଥିଲାଗି ଶରୀର ମୋ ଅସ୍ଥିର ଯେମନ୍ତି ଏବେ ଦୁହେଁ ଚାଲ ଯିବା ପାକଶାଳା ଘରେ ଯାହା କିଛି ଦ୍ରବ୍ୟ ଥିବ ଭକ୍ଷିବା ସେଠାରେ ଦୁଇ ଭାଇ ଏକା କହି ତହୁଁ ଚଳିଗଲେ ପ୍ରବେଶ ଯେ ପାକଶାଳା ଘରେ ଯେ ହୋଇଲେ ଦ୍ୱାର ମୁଖେ ବଳରାମ ଉଭା ଯେ ହୋଇଲେ ପାକଶାଳା ମଧ୍ୟରେ ଯେ ଶ୍ରୀହରି ପଶିଲେ ଦେହ ପାଦ ମୁଖ ତାଙ୍କ ହୋଇଗଲା କଳା ତାହା ଦେଖି ବିଷାଦ ଯେ ହେଲେ ନନ୍ଦ ବଳା କହନ୍ତି ବାଟକୁ ଡାକି ପ୍ରଭୁ ବଳରାମ ପାଇଛୁ ଭାଇ ଜଗତେ ବଡ଼ କିଆ কমলা মাগো সাগর দুলানি নমস্তে নমস্তে লক্ষ্মী বিষ্ণু পাটরানি কে মন্তে নদী মতে হো সব খাও তুহি কহিলে যে জগন্নাথ শোণ বড় ভাই চুলি গোটে নাহি অন্য কাহু যে পাইবি গাড়ি দিও খালে ঠারে
ସାଗର ଦୁଲାଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ। ଗୋଟିଏ ଯେ ନାହିଁ ଖୁଦ ତହିଁରେ ଦେଖିଲେ ନିରାଶ ହୋଇ ଦୁଇ ଭାଇ ତହିଁ ବୋଲେ ପ୍ରବେଶ ହୋଇଲେ ଯେ ଇନ୍ଦ୍ର ଦେବତାରେ ପାଣି ମୁନ୍ଦାଇ ନାହିଁ ଯେ ଦେଖିଲେ ସେଠାରେ ବହୁ ଚିନ୍ତା କରି ତ ମୁଁ ଦେଉଳେ ପ୍ରବେଶ ଦିନ ନଦୀ ଏହି ଭାବେ ରହିଲେ ଉପାସ ଦିନ ବେଳ ପ୍ରହରକେ ଭାଙ୍ଗିଲା ତାଙ୍କର ମୁଣ୍ଡେ ପାଣି ନ ମିଳିଲା ମୁଖ ପଖାଳର ଡାକି ତହୁଁ ଶ୍ରୀହରିଙ୍କୁ ବଳରାମ ବାଣୀ କି ବୁଦ୍ଧି କରିବା ଏବେ କହ ନିରଞ୍ଜିନୀ ଦିନ ରାତି ରହି ଉପବାସ ଗତକାଲି ପାଦ ଆଉ ଚୂନ ଚଢ଼ଇ ପାରିବାକୁ ଚାଲି ଯେବେ ଭାଇ ଆଜ ଦିନ ଅନ୍ନ ପାଉନ ପାଇବେ ଆମ୍ଭ ସମ୍ଭବ ଜୀବନ ଧରିବା କଥା ଘଟିବା ନମ୍ବର କଥାରେ କାଳିଆ ନଗରକୁ ଯାଇ କିଛି ମାଗି ଆଣ ଯାହା ସନମତ ଦେଲେ ତ ଶ୍ରୀହରି ଯେ ଶୁଣି ଦେଖିବା କିଛି କାମ କପାଳ ଜାଣେ ଛିନ୍ନ ବଇତା ଉତ୍ତରୀ ପକାଇ ସ୍କନ୍ଧରେ ଜଳେ ଭଙ୍ଗା ଚକ୍ର ଧରି ଦୁଇ ଭାଇ ଗଲେ ଜଳେ ନହେଛି ତାକୁ ପିନ୍ଧିବାକୁ ମୁନ୍ଦେ ପ୍ରତିବେଶୀ ଘରେ ଯାଇ ପ୍ରବେଶ ମନ୍ଦେ ସର୍ବେ ମାରେ ଗୋଡ଼ାନ୍ତି ଯେ ଚୋର ଚୋର ବୋଲି ପଳାନ୍ତି ସେଠାରୁ ଭୟ ପ୍ରାଣ ଘିନେ কথাই করিবা ভাই শ্রীহরি কহନ୍ତି বড় পণ্ডা ঘর যাই ଯିବା ଯେମିତି হাত ধরাধরি হয়ে গলে দুই ভাই পৌঁছিলে বড় পণ্ডা ঘর ঠারে যায় শ্বশুর শাশুকে কই দেখি পণ্ডা নারী দ্বারে ছন্দে ঠিয়া হয়ে ব্রাহ্মণ কি পরে দেখি দেখি নো চিহ্নিলা রানী যে ব্রাহ্মণী দ্বার কবাটକୁ দেলা তো বনি अरे बिटनागे बाड़ी गोटे बहुल तुआण खंडचर बोली मोर हुए अनुमान कहूँ सेठू पड़ाइली जानी दुई भाई सामवेद उच्च स्वरे गले गाई गाई तोर गण स्पर्शनी चले न पारिले बसे बड़ ठाकुर बोले माया धर बोले अटो ए दुष्कर मोर बाटर चलेवा चल भाई आमे दुई डेई डेई जीवा महाप्रभु ही भावे पथ चाले बोले सागर कूल पुणी नगर देखिले मायाबिनी हेले पुणी लक्ष्मी ठाकुराणी विप्र वैष्णव विपिन पादे पड़े जाने बोले अन्नपूर्णा महामाई माता लक्ष्मी ठाकुराणी नगर रे राम बलराम प्रवेश जगत माता हस्त भोजन ग्रहण मन विचारे पुणी हरि बलराम नगर द्वार ठारे प्रवेश जीपुण डाक दिले जाऊे सिंहद्वार ठारे आसिले धाई दासी तमु घर दरे मोर मोर मन पुणी मोटा पुरुष को गड़गड़ाई दिले से ठाकुर दासी माने कुहा कहले देखी बेरी बेरी दूर करदे सेठावर बलराम लेउटी आसिले साक्षात जगन्नाथ पथरे होइले शुण रे श्रीहरि कहउछन्ति बलराम मते घोड़ाई दिले दासी माने जान
କି ବୁଦ୍ଧି କରିବା ପୁଣି ଜଗନ୍ନାଥ କହୁଛନ୍ତି ଜୀବନ ଧରିବା ପୁଣି ଆମେ ଯେ କେମିତି ବୋଲେ ଭାଇ ଦୁହେଁ ଆମେ ଧାଉ ଥରେ ଯିବା ବିନୟ ହୋଇ ତାକୁ ଅନ୍ନ ଯେ ମାଗିବା ପଛେ ଆମେ ଦେବୁ କହୁଛନ୍ତି ବଳରାମ ତୁହି ମାଗି ବୁଝେ ଅନ୍ନ ଆଗରେ ଥାଏଣ ବେଦ ଉଚ୍ଚ ସ୍ୱରେ ତୁହି କରରେ ପଠନ ମହାପ୍ରଭୁ ଆଦେଶକୁ ଆନନ୍ଦ ଟିପୁଣ ବେଦ ପାଠ ଉଚ୍ଚାରିଲେ ଓଙ୍କାର ଉଚ୍ଚାରି ଅର୍ଥବାଦୀ ଚାରି ବେଦ ଗାୟନ ଯେ କରି ଗମ୍ଭୀର ନିନାଦ ଭରି ବ୍ରହ୍ମାଣ୍ଡ ଉଠିଲା ଶୋଇଥିଲେ ପଲଙ୍ଗରେ ଠାକୁରାଣୀ ପରା କହିଲେ ଉଚ୍ଚରେ ନିସ୍ତରିଲେ ଜନ୍ମାଗତ ପାତକ ଯେ କ୍ଷୟ ହେଲା ବୋଲି ଆଜି ପ୍ରଭୁ ଦୟାମୟ ବିଜୟ ମୋ ପୁରୀ ପଚାରିଲେ ଆଗ ତୁହି ବେଗ ତୁ ପଚାଏ ଦେବେ ଠାକୁରାଣୀ ବାସୁ ବୋଲେ ସେମାନେ ସମସ୍ତ ବୃଦ୍ଧାନ୍ତ କଲେ କହିଲେ ବଚନ ମୁଖ ଶୁଣି ଦାସଙ୍କର ଏମନ୍ତ ବଚନ ଦେବ ହଳଧର ପରି ସୁଧାତୁର ଜାଣତ ନୂଆ ହାଣ୍ଡି ଗୋଟାଣି ଦାସୀ ହସ୍ତେ ଦେଲେ ଗୋଟିଏ ତଣ୍ଡୁର ନେଇ ଆଗରେ ଥୋଇଲେ ପୁଣି କୁଳାରେ ରଖିଲେ ଶାଗ ନେଉଟିଆ ଆଳୁ ବାଇଗଣ ପୁଣି ଗନ୍ଧ ସାର ଗୁଆ ବ୍ରାହ୍ମଣେ ବୋଇଲେ ତୁମେ ଭୁଞ୍ଜ ଇଚ୍ଛା ଯେତେ ପାଇ ପଠାଇଲେ କମଳିନୀ ଭାବୁଛନ୍ତି ଯେତେ ବିଚାରନ୍ତି ଏହା ପରେ କିସବା ଘଟିବ ହସ୍ତରେ ରାନ୍ଧଣ ଦୁହେଁ ଭୁଞ୍ଜି ବେଟି ଦେବ କାଠ ଖଣ୍ଡି ମହାଲକ୍ଷ୍ମୀ ହସ୍ତରେ ଧଇଲେ ମନ୍ତ୍ର ଅନଳ ସ୍ତମ୍ଭନ ତହିଁ ପାଠ କଳି ପାଣି ନ ଫୁଟିବ ପୁଣି ହାଣ୍ଡି ନ ତାଡ଼ିବ ଭସ୍ମ ହୋଇଯିବ କାଠ ମାତ୍ରକେ ଜଳିବ ନମସ୍ତେ କମଳ ମାଗ ସାଗର ଦୁଲାଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ ମାତା ଏମନ୍ତ ଭାବରେ ଯୋଉ ଆଗେ ଜୟ ହୋ ଅନଳ ଦେବତା ସେହି ଭାବରେ ଜଳିଲେ ପଡ଼ି ସବୁ କାଠ ତକ ଅନଳ ହୋଇଲା ଚିତରେ ତେବେ ସୁଧା ପାଣି ନ ତାତିଲା ନମସ୍ତେ କମଳ ମାଗ ସାଗର ଦୁଲାଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁ ପାଟରାଣୀ ହଠ ଭିଆଇଲେ ଯୋଉ ହଠ କମଳେ ହାଣ୍ଡି ତଳେ କଳା ମାତ୍ର ନ ପଡ଼ିଲା ଜାଣି ଦେବୀ ବାସନା ତୈଳ ଦେଲେ ସେ ପଠାଏ ଦାସୀମାନେ କହିଲେ ଯେ ବ୍ରାହ୍ମଣଙ୍କୁ ଯାଏ ସିଦ୍ଧ ପାକ ହେବା ପାଇଁ ବିଳମ୍ବ ଯେ କେତେ ସ୍ନାନ କରିବା ତୈଳ ଅଛି ଏଥେ ବୁଲନ୍ତି ଯେ ଶ୍ରୀହରି ପାଣି ତାକୁ ନାହିଁ ପାକ ହେବାରୁ ପୁଣି ଅସମ୍ଭବ କାହିଁ ବଳରାମ କହୁଛନ୍ତି ତୁ ଧୂଆଁ ବହା ଜାଣି ନାହୁଁ ରାନ୍ଧି ତୁହି ବୋଲି ରାନ୍ଧୁଣିଆ ମୁଇଁ ରାନ୍ଧୁଅଛି ତୁହି ଗୁଞ୍ଜିବ ସୋଦୁରେ ଏଥର ରାନ୍ଧିବା ଲାଗି ଜ୍ୟେଷ୍ଠ ବାହାରିଲେ ଫୁଙ୍କି ଫୁଙ୍କି ଆଖିରୁ ଯେ ଗଲା ପାଣି ବୋହେ କାଠ ଫାଳେ ହାଣ୍ଡି ପିଟି ଦେଲେ ଜ୍ୟେଷ୍ଠ ଭାଇ ଧାତୁରେ କାତର ତୁ ହେଲେ ବଳରାମ କରିବା କି ବୁଦ୍ଧି କେବେ କହ ନାରାୟଣ ଶ୍ରୀପତି ବୋଲୁଛନ୍ତି ଯେ ବୁଦ୍ଧି ତ ଜିନା ଭୋଗ ଶୋଷି ମୋ ପ୍ରାଣ ମୋର ଚାଲିଯିବ ଭଲା ହରିଙ୍କୁ ଆତୁର ହୋଇ କହନ୍ତି ଯେ ରାମ ହୋଇଲେ ହେବା ଚଣ୍ଡାଳ ମାଗ ତାଙ୍କୁ ଅନ୍ନ ଦୁଇ ଭାଇ ଉଠି ଯାଇ ସ୍ନାନ କରିଲେ ଅଙ୍ଗ ପୋଛା ଗାମୁଛା